ଆଜ୍ଞା ପରିଚୟ ଆଜ୍ଞା ମୋ ନାଁ ବାବୁଲା ପ୍ରସାଦ। ମୁଁ କିଶୋରୀ ୟୁନିୟନର ପୁରୀ ଜିଲ୍ଲା ସଭାପତି। ଆଜ୍ଞା ଏ ଯେଉଁ ବର୍ତ୍ତମାନ ମକର ସଂକ୍ରାନ୍ତି ଆରମ୍ଭ କରି 3 ଦିନ ଧରି ପଙ୍ଗଳ ଚାଲିଥିଲା, ତ ଆଜି ହେଉଛି ଶେଷ ଦିନ। ନାଚ ଗୀତରେ ମଜଗୁଲ ଅଛନ୍ତି ଆପଣଙ୍କ ନୂଆ ସାହିର ସବୁ ବାସିନ୍ଦା, ତ କ'ଣ କହିବେ ତା ଉପରେ? এটা আমার প্রতি বর্ষ କରାଯାଏ, କାରଣ ଆମର ମକର ପଙ୍ଗଳ ହେଉଛି ସବୁଠୁ ବଡ଼ ପର୍ବ ଆମ ପାଇଁ। କାହିଁକିନା ଦକ୍ଷିଣ ଭାରତ ତଥା ତେଲୁ ସମ୍ପ୍ରଦାୟର ଯେତିକି ଅଛନ୍ତି ସମସ୍ତେ এই ଦିନଟି এই 3 ଦିନ ପାଳନ କରିଥାଉ। କାହିଁକିନା ଯେତେବେଳେ ମକର ସଂକ୍ରାନ୍ତି ପୂର୍ବ ଦିନ ଅଗ୍ନିଜଳା ହୁଏ, ଯେଉଁଥିରେ କି ପୁରୁଣା ଜିନିଷ ସବୁ ଆମେ ଦାହ କରିଥାଉ ଏବଂ ସେଦିନ କିଛି କମ୍ପିଟିସନ୍ କରାଯାଏ। ଏବଂ ଦ୍ୱିତୀୟ ଦିନ ହେଲା ମକର ସଂକ୍ରାନ୍ତି। ମକର ସଂକ୍ରାନ୍ତି ଦିନ ଆମ ଘରମାନଙ୍କର ପରିଷ୍କାର ପରିଚ୍ଛନ୍ନତା ହେଇ ଠାକୁର ପୂଜା କରାଯାଏ ଏବଂ ଆମର ଯେଉଁ ପୂର୍ବପୁରୁଷମାନଙ୍କୁ ବସ୍ତ୍ର ଅର୍ପଣ କରାଯାଏ ଏବଂ ଆମର ଜୋଇଁ ଡାକରା କରାଯାଏ। ଜୋଇଁରେ ଜୋଇଁ ଝିଅ ନାତି ନାତୁଣୀ ସମସ୍ତେ ଘରକୁ ଆସନ୍ତି, ପୁଅ ଝିଅ ସବୁ ମିଳିମିଶି ଆମ ସେଦିନ ପୂଜା ପର୍ବ କରିଥାଉ। ଏବଂ ତା ପରଦିନ ଆଜି ହେଲା ପଙ୍ଗଲ। ପଙ୍ଗଲ ଦିନ ଆମେ ସମସ୍ତେ ମିଳିମିଶି, ପଙ୍ଗଲ ମାନେ ପଙ୍କତ, ଆମେ ପଙ୍ଗତ ଯୋଉଟା କୁହାଯାଏ, ସମସ୍ତେ ମିଶିକି ଗୋଟେ ପଙ୍ଗଲ ଉତ୍ସବ କରୁ, ଯୋଉଟାକି ସମସ୍ତେ ପିଲା ଛୁଆ ବଡ଼ ସାନ ମିଶିକି ଏକାଠି ଖାଇବା, ଏକାଠି ଆନନ୍ଦ ଉପଭୋଗ କରିବା ଏବଂ ଦିନ ତମାମ ବିଭିନ୍ନ କମ୍ପିଟିସନରେ ଭାଗ ନେବା। ଏବଂ ଆମର ମଧ୍ୟ ଚକ୍ରତୀର୍ଥ ନୂଆ ସାହିରେ ଆମର ଝୋଟି କମ୍ପିଟିସନ୍ ହେଇଥିଲା, ପଟାଟା ସ୍ପୁନ୍ କମ୍ପିଟିସନ୍ ହେଇଥିଲା, ରନିଂ କମ୍ପିଟିସନ୍ ହେଇଥିଲା। ବିଭିନ୍ନ ପ୍ରକାର ପିଲାମାନେ କ୍ରିକେଟ୍ ମଧ୍ୟ ଖେଳି କମ୍ପିଟିସନ୍ କରିଥିଲେ। ବିଭିନ୍ନ ପ୍ରକାର ଯାହା ଯୋଉଟା ହେଲା ଗୋଟେ ମେରି ମେକିଂରେ। ଏବଂ ସନ୍ଧ୍ୟାରେ ଆମର କଲଚରାଲ୍ ପ୍ରୋଗ୍ରାମ୍ ହେଇଥିଲା, ଯେଉଁ କଲଚରାଲ୍ରେ ସେ କଲଚରାଲ୍ ପ୍ରୋଗ୍ରାମ୍ରେ ଆମର ପିଲାମାନେ ଯେଉଁ ଅଛନ୍ତି ସେମାନେ ପିଲାମାନେ ଭଲ ଭଲ ସଙ୍ଗୀତ ଗାୟନ କରିଥିଲେ ଏବଂ ଆମର ପିଲାମାନେ ଭରତନାଟ୍ୟମ୍, ଓଡ଼ିଶୀ ନାଟ୍ୟମ୍ ସବୁ କରିଥିଲେ ଏବଂ ତା ସହିତ ରଙ୍ଗରଙ୍ଗାଳୀ ଫିଲ୍ମ ଗୀତରେ ଡ୍ୟାନ୍ସ କରିକି ମଜା କରୁଛନ୍ତି। ତେଣୁ ଆମର ଏଇ 3 ଦିନ ଏହିପରି କଟିଥାଏ। ପ୍ରକୃତରେ ଏହି ପର୍ବ ହେଉଛି ଦକ୍ଷିଣ ଭାରତରେ ଯେତେବେଳେ ନୂଆ ଅମଳ ଆସେ, ସେ ନୂଆ ଅମଳକୁ ଠାକୁରଙ୍କ ପାଖରେ ଭୋଗ କରିବା ପାଇଁ ନୂଆ ଅମଳରେ କ୍ଷୀରି ପିଠା ପଣା ବିଭିନ୍ନ ପ୍ରକାର ହେଇଥାଏ। ସେଇ ପିଠା ପଣା ଠାକୁରଙ୍କୁ ଅର୍ପଣ କରିଥାଉ ଏବଂ ସମସ୍ତଙ୍କ ଭିତରେ ବିତରଣ କରୁ, ନିଜେ ଖାଉ। ତେଣୁ ଏଇଟା ଗୋଟେ ଆମ ପାଇଁ ଗୋଟେ ଆନନ୍ଦର ଦିନ ବୋଲି ଅନୁଭବ କରୁ। କହିବାକୁ ଚାହିଁବି ଯେ ଯେମିତି ଆମର ଅକ୍ଷୟ ତୃତୀୟା ଯେମିତି ଆମର ନୂଆ ଫସଲ କରାଯାଏ, ସେଇଭଳି ପଙ୍ଗଲ ଅକ୍ଷୟ ତୃତୀୟା ହେଉଛି ନୂଆ ଧାନ ରୁଆ ହେଇଥାଏ। ସେଇଦିନ ଅକ୍ଷୟ ତୃତୀୟାରେ ଯେଉଁ ରୁଆ ହେଇଥାଏ ଧାନ, ଆଜି ଏଇ ଯେଉଁ ପଙ୍ଗଲରେ ମକର ସଂକ୍ରାନ୍ତି ଦିନ ସେଟା କଟା ହେଇକି ଆଜି ଆସିକି ନୂଆ ଅମଳରେ ନୂଆ ବ୍ୟଞ୍ଜନ ତିଆରି କରାଯାଇଥାଏ। ଯୋଉଟା ନୂଆଖାଇ ଯୋଉଟା କୁହାଯାଉଛି। ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ଅଛି। ଓଡ଼ିଆମାନଙ୍କ ନୂଆଖାଇ, ଆପଣଙ୍କର ସେଟା ପଙ୍ଗଲ। ପ୍ରକୃତରେ ସତ କଥା, ନୂଆମାନଙ୍କର ଯେଉଁ ନୂଆଖାଇ, ଓଡ଼ିଆ ଭାଇମାନଙ୍କର ଯେଉଁ ନୂଆଖାଇ, ଆମ ତେଲୁଗୁ ଭାଇମାନଙ୍କର ହେଉଛି ପଙ୍ଗଲ। ଏଠି ନୂଆଖାଇ ହୋଇଥାଏ। ଧନ୍ୟବାଦ, ଜୟ ଜଗନ୍ନାଥ। ମୋର ପୁରୀ ସହରର ସମସ୍ତ ବାସିନ୍ଦା ଭାଇ ଭଉଣୀ ଗୁରୁଜନ ପିଲା ସମସ୍ତଙ୍କୁ ମୁଁ ଜଗନ୍ନାଥ ଠାରେ ପ୍ରାର୍ଥନା କରୁଛି ଯେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ସମସ୍ତଙ୍କର ମଙ୍ଗଳମୟ ହେଉ, ଆଉ ଏ ବର୍ଷ ସମସ୍ତଙ୍କୁ ସୁଖମୟ ହେଉ, ସମସ୍ତ ସୁଖ ଶାନ୍ତି ରୁହନ୍ତୁ, ଭାଇଚାରା ବଢ଼ୁ। କାହିଁକିନା ପୁରୀ ସହର ଏକ ଭାଇଚାରାର ସହର। ଏଠି ଆମେ ତାହାଠୁ ଅଧିକ ହେଉଛି ଅତିଥି ଦେବ ଭବ ଆମର ପୁରୀ ସହର। ତେଣୁ ଆମେ ସମସ୍ତଙ୍କୁ ସମ୍ମାନ ଦେବା ସହିତ ନିଜକୁ ସମ୍ମାନ ରଖିବା, ପୁରୀ ସହରର ଗୌରବ ରଖିବା। এই সমস্ত আরাধ্য দেবতা জগন্নাথ প্রার্থনা করছি। জয় জগন্নাথ।